श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस, माँ कंठरे बस। अतिबड़ी जगन्नाथ दास रचित श्रीमद्भागवत महापुराणर तृतीय स्कंधर आदि आम चतुर्थ अध्याय श्रवण करवा। यही अध्याय उद्धवों ठारू विदाय नहीं विदुरंकर मैत्रेय ऋषि निकट को गमन कथा वर्णना करा जायछि। एहार प्रथम भाग पद्यांतरी एवं द्वितीय भाग एहार व्याख्या आम श्रवण करवा। धारावाहिक भाव में शुणापी चैनल टी को सब्सक्राइब करंतु एवं फॉलो करंतु एवं आपण माने शुणापी चेष्टा करंतु। फल श्रीमद् भागवत महापुराणर गोटे गोटे अध्याय आपण भल भाव शुणा सहित सारा शास्त्र आपण शुणिले आपणकर ज्ञानवर्धन हो पार। तेणु आसतु वर्तमान तृतीय स्कंधर चतुर्थ अध्याय श्रवण करवा। चतुर्थे बंधुंक निधन शुणिबी दूर आत्मज्ञान आसेउ धव उपदेशे चलिले मैत्रेयोपासे। उद्धव उवाच उद्धव कहे अश्रुमुखे से जदु वंश रात्रिमुखे बारुणी मध्य कलेपान तेणु इले हत ज्ञान मर्मभेदन कटुबाके कंदल कले एके एके मनः रिला मध्य दोष भोले हो इले बुद्धिभ्रंश रजनी मध्ये जदु बले कंदल युद्धे नाश करे तक्षणे आत्ममाया गति विचारी प्रभु जदुपति मिलिले सरस्वती कूले बने स्वथतरुमूले स्वकूल नाश इच्छा करी द्वारका थिला बेले हरि मते बो इले दया मने चलतु बदरिका बने तक्षणे तार आज्ञा शुणी ता अभिप्राय मुहि जानी पदक मले थोई मन न करी तीर्थ कुगमन तारग मन पछे मोहि गलिता हार भाव बही से प्रिय पति नरहरि खोजन्ते ताकु अनुसरी देखिली सरस्वती तीरे एकांत आसन सधीरे श्याम सुंदर तनुवन प्रशांत अरुण लोचन चतुर भुजे शस्त्र साजे पीतव सन कटी माझे दक्षिण पाद बाम जंघे बाल स्वतत् पृष्ठभागे एबे हो कुरु वीर शुण मैत्रेय मिलिले से स्थान व्यासमुनिक सखा होन्ति आनंदे भुवने भ्रमन्ति तक्षणे कृष्ण पासे जाई पादेन मिले शिर देई मोहिषु नही अनुरागे जे बाबो इले कृष्ण भावी। श्री भगवान उवाच उद्धव शुण मो वचन मुहि जानिली तोर मन दुर्लभ ज्ञान देवी तोते संसारु तरी बुझे मन्ते पूर्वे ब्रह्मार यज्ञ काले सकल वसुंकर मेले कल्पिलु जोगे इष्ट सिद्धि मोर चरण ध्याने बंदी
ଏ ପୂର୍ବ ଜନ୍ମ ସର୍ବସିଦ୍ଧି ଯେଣୁମ ଅନୁଗ୍ରହ ବିଧି ତେଣୁଲ ଭିଲୁ ମୋତେ ହେଳେ ନିଜ ଭୁବନେ ଯିବା ବେଳେ ବିଷୟ ରସ ଭୋଗ ଚିନ୍ତି ଯେ ପ୍ରାଣୀ ସ୍ୱଧର୍ମ ଛାଡ଼ନ୍ତି ଭକ୍ତି ବୈରାଗ୍ୟ ଯାର ନାହିଁ ସେ ବାଲ ଭିବ ମୋତେ କାହିଁ ଯେ ଜ୍ଞାନ ବ୍ରହ୍ମାର ସମୀପେ ମୁହିଁ କହିଲି ପଦ୍ମକଳ୍ପେ ପରମ ଜ୍ଞାନ ମହିମା କେ ଚିନ୍ତି ପାରେ ଆଦି ସୀମା ଏଣୁ ପଣ୍ଡିତେ ମୁନି ଜନେ ଦୃଢ଼େ ବିଚାରି ଅନୁମାନେ ଏ ଭାଗବତ ଧର୍ମ ଚିନ୍ତି ଏ ଭବ ଜଳୁ ତରି ଯାନ୍ତି। ଉଦ୍ଧବ ଉବାଚ ସେ ଆଦି ପୁରୁଷ ବଚନ ଶୁଣି ଆନନ୍ଦ ମୋର ମନ ତା ଅନୁଗ୍ରହ ପ୍ରତିକ୍ଷଣେ କଳ୍ପିଲି ତାହାର ସ୍ମରଣେ କୃଷ୍ଣ ସ୍ନେହରେ ମୋର ଦେହି ରୋମପୁ ଲକେ ଅଶ୍ରୁ ବହି କରଜୁ ଗଳ ଦେଇ ମୁଣ୍ଡେ କହିଲି ଗଦ ଗଦ ତୁଣ୍ଡେ ଭୋନାଥ ତୋର ପଦ୍ମପାଦେ ଯେ ପ୍ରାଣୀ ଭଜନ୍ତି ଆନନ୍ଦେ ତାହାଙ୍କୁ ସର୍ବପୁରୁଷାର୍ଥ ଯେ ଧର୍ମ କାମ ମୋକ୍ଷ ଅର୍ଥ ଦୁର୍ଲଭ ନୋହେ ଲଭିବାରେ ନିଶ୍ଚୟ ମୋହର ବିଚାରେ ମୋହର ତେଣେ ଆଶା ନାହିଁ କେବଳ ତୋ ପାଦ ଭଜଇ ସ୍ୱଭାବେ ଜନ୍ମ ଯାର ନାହିଁ କର୍ମର ଚେଷ୍ଟା ତାର କାହିଁ ସ୍ୱଭାବେ କାଳ ରୂପ ତୋର ଜ୍ଞାନ ବି ଜ୍ଞାନେ ଅଗୋଚର ତୋର ମହିମା ଆତ୍ମରତି ଯୋଗିଏ ନ ପାରନ୍ତି ଚିନ୍ତି ତୁ ପୁଣି ଶତ୍ରୁ ଭୟ ପାଇ ସମୁଦ୍ରେ ଦୁର୍ଗକୁ ଭିଆଇ ପଳାଇ ରହିଲୁ ଆନନ୍ଦେ ଅନେକ ନାରୀ ଗଣ ମଧ୍ୟେ ମନ୍ତ୍ରଣା ଅର୍ଥେ ମୋତେ ରାଇ ଆଦରେ ସମୀପେ ବସାଇ ସ୍ୱଭାବେ ଅକୁଣ୍ଠିତ ବୁଦ୍ଧି ଅଖଣ୍ଡ ଆତ୍ମଜ୍ଞାନ ବିନିଧି ସଂଶୟେ ବୁଦ୍ଧି ହୁଏ କ୍ଷୀଣ ଦେଖିଣ ତୋର ଆଚରଣ ସର୍ବଜ୍ଞ ପଣ ଯାର ତହିଁ ସେ କିମ୍ପା ମୋତେ ପଚାରଇ ଏଣୁ ମୋ ମନ ଖେଦ ପାଇ ତୋ ମାୟା ଗହନେ ଭ୍ରମଇ ଯେ ଆତ୍ମଜ୍ଞାନ ତୁ ଏକାନ୍ତେ କହିଲୁ ବ୍ରହ୍ମାର ଅଗ୍ରତେ ମୁଁ ଯେବେ ଶୁଣିବାରେ କ୍ଷମ କହ ଏ ପୁରୁଷ ଉତ୍ତମ ଯେ ଜ୍ଞାନ ମାର୍ଗେ ତୋତେ ସେବି ଏ ମାୟା ସଂସାରୁ ତରିବି ଏମନ୍ତ ପଚାରନ୍ତେ ମୋହି ସେ କୃଷ୍ଣ ମୋତେ ଦୟା ବହି ଆତ୍ମାର ତତ୍ତ୍ୱ ନିତ୍ୟ ଜ୍ଞାନ କହିଲେ କମଳ ଲୋଚନ ସେ ତୀର୍ଥ ପାଦ ଜଗନ୍ନାଥ ମୋହର ଭାବେ ଆରାଧିତ ସେ ହରି ମୁଖୁ ଜ୍ଞାନ ପାଇ ତା ପାଦ ପଦ୍ମେ ଶିର ଦେଇ ସେ ଦେବ ଦେବ ଭଗବାନ ତାହାଙ୍କୁ କରି ପ୍ରଦକ୍ଷିଣ ତାର ବି ରହ ଆତ୍ମା ତୁଲେ ତକ୍ଷଣେ ଅଇଲି ଏ ସ୍ଥଳେ ତାର ବି ଯୋଗେ ଆର୍ତି ଜୁତେ ଯିବି ମୁଁ ତାର ପ୍ରିୟ ତୀର୍ଥେ ନାମ ତା ବଦରିକାଶ୍ରମ ଜହିଁରେ ନର ନାରାୟଣ ଏ ନର ଲୋକ ଶୁଭ ଅର୍ଥେ ତପ ଆରାଧି ଦୃଢ଼ ଚିତେ ଅଛନ୍ତି ନର ନାରାୟଣ ସୁକ ବୋଲନ୍ତି ରାୟ ଶୁଣ ଶ୍ରୀ ଶୁକ ଉବାଚ ସୁହୃଦ ବନ୍ଧୁ ବଧବାଣୀ ଉଦ୍ଧବ ମୁଖୁ ତାହା ଶୁଣି ଦୁଃସହ ଦୁଃଖ ତା ମନର ଜ୍ଞାନେଶ ହରିଲା ବିଦୁର କହି ଉଦ୍ଧବ ଚଳି ଯାଆନ୍ତେ ବିଦୁର ପଡ଼େ ପାଦଗତେ
ପୁଣି ବି ଶ୍ୱାସ ତାଙ୍କୁ କରି ବୋଲେ ଚରଣ ଶିରେ ଧରି। ବିଦୁର ଉବାଚ ଉଦ୍ଧବ ଶୁଣ ମୋ ବଚନ, ତୋର ଠାକୁର ଭଗବାନ ସେ ଜ୍ଞାନ କହିଛନ୍ତି ଯେତେ, ଉଦ୍ଧବ କହ ମୋ ଅଗ୍ରତେ। ଯେ ଜ୍ଞାନ ଧ୍ୟାନ ସୁଖ ଭଳେ, ପଶିବି ତୋ ପାଦ କମଳେ। ଉଦ୍ଧବ ଉବାଚ ଶୁଣବି ଦୂର ମୋ ବଚନ, ସେ ଯୋଗେଶ୍ୱର ଭଗବାନ ଶରୀର ଛାଡ଼ିବାର କାଳେ, ମୈତ୍ରେୟ ମୁନିଙ୍କି ନିଶ୍ଚଳେ ସମ୍ପୂର୍ଣ୍ଣ ଜ୍ଞାନ ତାଙ୍କୁ ଦେଲେ, ନିଜ ଭୁବନେ ବିଜେ କଲେ। ତୁ ଏବେ ଚଳ ତାଙ୍କ ପାଶ, ନିର୍ମଳ ଭକ୍ତି ଉପଦେଶ। ସେ ତୋତେ ଦେବେ ଦିବ୍ୟ ଜ୍ଞାନ, ଏମନ୍ତ କହିବେ ନିଜନ। ପୁଲିନେ ବଞ୍ଚିଲେ ରଜନୀ, ନିଶ୍ଚଳେ ହରି ଭାବ ଘେନି। କୃଷ୍ଣ ଚରିତ କୀର୍ତ୍ତନରେ, ବନ୍ଧୁ ବି ଯୋଗ ପାଶରିଲେ। ଏମନ୍ତେ ପାହିଲା ରଜନୀ, କୃଷ୍ଣ ଭକତି ଭାବ ଘେନି। ଉଦ୍ଧବ ଗଲା ତୋଷ ମନ, ମିଳିଲା ବଦରିକାଶ୍ରମ। ଉଦ୍ଧବ ଗଲା ତୋଷ ମନେ, ମିଳିଲା ବଦରିକାଶ୍ରମେ। ପରୀକ୍ଷ କହ ସୁକେ ଚାହିଁ, ଭାବେ ଚରଣେ ଶିର ଦେଇ। ରାଜା ପରୀକ୍ଷିତ ଉବାଚ ଭୋମୁନି ଅସମ୍ଭବ ବାଣୀ, ମୁହିଁ ତୁମ୍ଭର ମୁଖୁ ଶୁଣି। ସଂଶୟ ରହିଲା ମୋ ମନେ, ପୁଛଇ ତୁମ୍ଭ ସନ୍ନିଧାନେ। ବ୍ରାହ୍ମଣ ସାପେ ଯଦୁ ବଳେ, ନସିଲେ ରଣେ ମଧ୍ୟ ଭୋଳେ। ନସିଲେ ଅର୍ଥାତ୍ ନାଶ ଗଲେ। ଯୂଥପତିଙ୍କ ମଧ୍ୟେ ମୁଖ୍ୟ, ଉଦ୍ଧବ ଅଟଇ ପ୍ରତ୍ୟକ୍ଷ। ଏ ବଡ଼ ସଂଶୟ ମୋ ଚିତେ, ଉଦ୍ଧବ ବଞ୍ଚିଲା କେମନ୍ତେ। ଯହିଁ ଗୋବିନ୍ଦ ଦେହ ଗଲା, ଏବାକେ ମନ୍ତେ ଉବୁରିଲା। ଶୁଣି କହନ୍ତି ଶୁକ ମୁନି, ଆନନ୍ଦେ ହରି ଭାବ ଘେନି। ଶ୍ରୀ ଶୁକ ଉବାଚ ବ୍ରାହ୍ମଣ ସାପ ଅପଦେଶ, ନିଶ୍ଚେଦ ହିବ ଯଦୁବଂଶ। ଅପଦେଶ ମାନେ ଛଳ ବା ବାହାନା। ଏମନ୍ତ ଜାଣି ଭାବଗ୍ରାହୀ, ନିକଟେ ଉଦ୍ଧବ ବସାଇ। ଆତ୍ମମରଣ ପରିମାଣି, ମନେ ଚିନ୍ତିଲେ ଚକ୍ରପାଣି। ଏ ମୋର ତତ୍ତ୍ୱଜ୍ଞାନ ଯେତେ, ମୁଁ ଗଲେ ଯିବ ମୋ ସଙ୍ଗତେ। ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେ, ପ୍ରାଣିତ ରିବେ ଏହି ଭାବେ। ଏମନ୍ତେ ମନେ ବିଚାରିଲେ, ଉଦ୍ଧବେ ତତ୍ତ୍ୱଜ୍ଞାନ ଦେଲେ। ବୋଇଲେ ସାଧ ଜ୍ଞାନ ବ୍ରହ୍ମ, ଏ ଯେ ଉଦ୍ଧବ ମୋର ସମ। ଏ ଜ୍ଞାନ ପ୍ରାଣୀଙ୍କି ବୁଝାଉ, ଏଣୁ ଏ ନର ଲୋକେ ରହୁ। ଉଦ୍ଧବ କହିବ ଯେ ମନ୍ତେ, ପ୍ରାଣୀଏ ଯିବେ ସେହି ପଥେ। ଏଣୁ ତ୍ରିଲୋକ ଗୁରୁ ହରି, ଜ୍ଞାନେ ଉଦ୍ଧବକୁ ଧରି। ତେଣୁ ଗୋବିନ୍ଦ ବୋଲି ଗଲା, ବଦ୍ରିକା ଆଶ୍ରମେ ମିଳିଲା। ସମାଧି କରି ଘୋର ବନେ, ପୂଜିଲା ଗୋବିନ୍ଦ ଚରଣେ। ଏମନ୍ତେ ଉଦ୍ଧବର ବାଣୀ, ବିଦୁର ସାବଧାନେ ଶୁଣି। କୃଷ୍ଣର ଲୀଳା ଅବତାର, ଯେ ଗୁଣ ଗାଥା କର୍ମ ତାର। ଶରୀରେ ଛାଡ଼ିଲେ ଯେ ମନ୍ତ, ଏ ସର୍ବ କଥା ସ୍ମରିଛି। ଶରୀର ଛାଡ଼ିଲେ ଯେ ମନ୍ତେ, ଏ ସର୍ବ କଥା ସ୍ମରିଚିତେ। କୃଷ୍ଣର ସ୍ନେହେ ଦେଇ ମନ, ଚଳନ୍ତେ କର ଇରୋଦନ। କେତେହେଁ ଦିନ ବନେ ଗଲା, କାଳିନ୍ଦୀ ତଟରେ ମିଳିଲା। ତହୁଁ ଚଳିଲା ଗଙ୍ଗା ତୀରେ, ଯହିଁ ମୈତ୍ରେୟ ମୁନି ବହରେ।
କହଇ ବିପ୍ର ଜଗନ୍ନାଥ। ତୃତୀୟ ସ୍କନ୍ଧେ ଭାଗବତ ବିଦୁର ଉଦ୍ଧବ ସମ୍ବାଦ। ଶୁଣନ୍ତେ ନ ଲାଗେ ପ୍ରମାଦ ସୁଜନେ ଏଣେ ଦିନ ବଞ୍ଚ। କୃଷ୍ଣ ଭକ୍ତି ହୃଦୟ ସଞ୍ଚ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ଚତୁର୍ଥୋଧ୍ୟାୟଃ। ବର୍ତ୍ତମାନ ଏହାର ଆମେ ବ୍ୟାଖ୍ୟା ଶୁଣିବା। ଉଦ୍ଧବ କହିଲେ, ତାପରେ ବ୍ରାହ୍ମଣମାନଙ୍କ ଠାରୁ ଅନୁମତି ନେଇ ଯାଦବମାନେ ଭୋଜନ କଲେ ଏବଂ ଶେଷରେ ବାରୁଣୀ ମଦିରା ମଧ୍ୟ ପାନ କଲେ। ମଦ୍ୟ ନିଶାରେ ସେମାନଙ୍କର ଜ୍ଞାନ ନଷ୍ଟ ହୋଇଗଲା ଏବଂ ସେମାନେ ଦୁର୍ବଚନ କହି ଏକ ଆରେକର ହୃଦୟରେ ଆଘାତ ଦେବାକୁ ଲାଗିଲେ। ମଦ୍ୟ ନିଶାରେ ସେମାନଙ୍କର ବୁଦ୍ଧି ଭ୍ରଷ୍ଟ ହୋଇଗଲା। ବାଉଁଶରେ ବାଉଁଶ ଘଷି ହୋଇ ବାଉଁଶ ବୁଦାରେ ଯେପରି ନିଆଁ ଲାଗିଯାଏ, ସୂର୍ଯ୍ୟାସ୍ତ ହେଉ ହେଉ ସେମାନଙ୍କ ମଧ୍ୟରେ ସେହିପରି ହାଣକାଟ ଆରମ୍ଭ ହୋଇଗଲା। ଭଗବାନ ଆପଣା ମାୟାର ଏହି ବୈଚିତ୍ର ଗତି ଦେଖି ସରସ୍ୱତୀ ଜଳରେ ଆଚମନ କରିବା ପରେ ଦୂରରେ ଥିବା ଗୋଟିଏ ଗଛ ତଳେ ବସି ପଡ଼ିଲେ। ନିଜ କୂଳର ସଂହାର କରାଇବାକୁ ଇଚ୍ଛା ହେବାରୁ ଶରଣାଗତମାନଙ୍କର ଦୁଃଖ ନିବାରକ ଭଗବାନ ଶ୍ରୀକୃଷ୍ଣ ଏସବୁ ଘଟିବା ପୂର୍ବରୁ ତୁମେ ବଦରିକାଶ୍ରମକୁ ଚାଲିଯାଅ ବୋଲି କହି ମୋତେ କହିଦେଲେ। ହେ ବିଦୁର, ସେଥିରୁ ମୁଁ ପ୍ରଭୁଙ୍କର ଅଭିପ୍ରାୟ ଜାଣି ଯାଇଥିଲି। ତଥାପି ତାଙ୍କ ପଦାରବିନ୍ଦରେ ବିଚ୍ଛେଦ ସହି ନ ପାରି ମୁଁ ପ୍ରଭୁଙ୍କ ପଛେ ପଛେ ଯାଇ ପ୍ରଭାସ କ୍ଷେତ୍ରରେ ପହଞ୍ଚିଗଲି। ସେଠାକୁ ଯାଇ ମୁଁ ଦେଖିଲି, ଯେଉଁ ପ୍ରଭୁ ସମସ୍ତଙ୍କର ଆଶ୍ରୟ ଅଥଚ ନିଜେ କାହାକୁ ଆଶ୍ରୟ କରନ୍ତି ନାହିଁ, ଆମମାନଙ୍କର ପ୍ରିୟତମ ସେହି ଶୋଭାଧାମ ପ୍ରଭୁ ସରସ୍ୱତୀ ନଦୀ ତଟରେ ଏକାକୀ ବସିଛନ୍ତି। ଦିବ୍ୟ ବିଶୁଦ୍ଧ ସତ୍ୱମୟ ଅତ୍ୟନ୍ତ ସୁନ୍ଦର ଶ୍ୟାମ ଶରୀର, ଶାନ୍ତିରେ ପରିପୂର୍ଣ୍ଣ ଈଷତ୍ ରକ୍ତାଭ ନୟନ। ତାହାଙ୍କର ଚତୁର୍ଭୁଜ ଓ ପାଟ ପୀତାମ୍ବର ଦେଖି ମୁଁ ତାଙ୍କୁ ଦୂରରୁ ଚିହ୍ନିଦେଲି। ସେ ଗୋଟିଏ ଛୋଟ ଅଶ୍ୱତଥ ଗଛକୁ ଆଉଜି ବାମ ଜଙ୍ଗରେ ଡାହାଣ ପାଦପଦ୍ମ ରଖି ସେଠାରେ ବସିଥାନ୍ତି। ଖାଦ୍ୟପେୟ ଛାଡ଼ି ଦେଇଥିଲେ ମଧ୍ୟ ସେ ଆନନ୍ଦରେ ପ୍ରଫୁଲ୍ଲିତ ଥାନ୍ତି। ଠିକ୍ ସେତିକିବେଳେ ବ୍ୟାସଦେବଙ୍କର ପ୍ରିୟ ମିତ୍ର ପରମ ଭାଗବତ ମୈତ୍ରେୟ ଋଷି ବିଭିନ୍ନ ଲୋକରେ ସ୍ୱଚ୍ଛନ୍ଦ ବିଚରଣ କରି କରି ଆସି ସେଠାରେ ପହଞ୍ଚିଗଲେ। ମୈତ୍ରେୟ ତ ଭଗବାନଙ୍କର ଅନୁଗାମୀ ଭକ୍ତ। ଆନନ୍ଦ ଓ ଭକ୍ତିଭାବରେ ତାହାଙ୍କର ମଥା ନଇଁ ପଡ଼ିଥାଏ। ତାଙ୍କରି ସମ୍ମୁଖରେ ହିଁ ଶ୍ରୀହରି ଆନନ୍ଦିତ ହୋଇ ପ୍ରେମ ଓ ମୃଦୁହାସଯୁକ୍ତ ବଦନରେ ମୋତେ କହିଲେ, ଶ୍ରୀ ଭଗବାନ କହିଲେ, ମୁଁ ତୁମର ଆନ୍ତରିକ ଅଭ୍ୟାସ ଜାଣେ, ତେଣୁ ଯାହା ଅନ୍ୟମାନଙ୍କ ନିମନ୍ତେ ଦୁର୍ଲଭ, ମୁଁ ତୁମକୁ ସେହି ସାଧନ ବା ଆତ୍ମତତ୍ତ୍ୱ ଉପଲବ୍ଧିର ଜ୍ଞାନ ପ୍ରଦାନ କରିବି। ତୁମେ ପୂର୍ବ ଜନ୍ମରେ ଜଣେ ବସୁ ଥିଲ। ବିଶ୍ୱ ରଚନା କରୁଥିବା ପ୍ରଜାପତି ଓ ବସୁମାନଙ୍କ ଯଜ୍ଞରେ ତୁମେ ମୋତେ ପାଇବା ନିମନ୍ତେ ମୋର ଆରାଧନା କରିଥିଲ। ହେ ସାଧୁ ସ୍ୱଭାବ ଉଦ୍ଧବ, ଏହା ହେଉଛି ସଂସାରରେ ତୁମର ଅନ୍ତିମ ଜନ୍ମ, କାରଣ ଏହି ଜନ୍ମରେ ତୁମେ ମୋର ଅନୁଗ୍ରହ ଲାଭ କରିପାରିଲ। ମୁଁ ବର୍ତ୍ତମାନ ମର୍ତ୍ତ୍ୟଲୋକ ଛାଡ଼ି ନିଜ ଧାମକୁ ଚାଲିଯିବାକୁ ଚାହୁଁଛି। ତୁମର ଅନନ୍ୟ ଭକ୍ତି ହେତୁ ହିଁ ତୁମେ ଏଠାରେ ଏକାନ୍ତରେ ମୋର ଦର୍ଶନ ପାଇଲ। ତୁମ ପକ୍ଷରେ ଏହା ବଡ଼ ସୌଭାଗ୍ୟର ବିଷୟ। ପୂର୍ବ କାଳରେ ଅର୍ଥାତ୍ ପାଦ୍ମକଳ୍ପର ଆରମ୍ଭରେ ମୋର ନାଭିକମଳରେ ବସିଥିବା ବ୍ରହ୍ମାଙ୍କୁ ମୁଁ ମୋର ମହିମା ପ୍ରକଟ କରୁଥିବା ଯେଉଁ ଶ୍ରେଷ୍ଠ ଜ୍ଞାନ ଉପଦେଶ ଦେଇଥିଲି, ତାହା ତୁମକୁ ପ୍ରଦାନ କରିବି। ସେହି ଜ୍ଞାନ ଉପଦେଶକୁ ବିବେକୀ ଲୋକମାନେ ଭାଗବତ ବୋଲି କହନ୍ତି। ଉଦ୍ଧବ କହିଲେ, ହେ ବିଦୁର, ମୋ ଉପରେ ତ ସେହି ପରମ ପୁରୁଷଙ୍କ କୃପା ବର୍ଷୁଥାଏ। ତାହାଙ୍କର ସେହି ସମୟରେ ସେହି ଆଦର ବଚନ ଶୁଣି ସ୍ନେହବଶତଃ ମୋ ଦେହରେ ରୋମାଞ୍ଚ ଖେଳିଗଲା। ମୋର କଣ୍ଠ ଗଦ୍ଗଦ୍ ହୋଇଗଲା, ଆଖିରେ ଅଶ୍ରୁଧାରା ବହିବାକୁ ଲାଗିଲା। ମୁଁ କରଯୋଡ଼ି ପ୍ରଭୁଙ୍କୁ କହିଲି, ହେ ପ୍ରଭୁ, ଆପଣଙ୍କ ଚରଣ କମଳର ସେବକମାନଙ୍କୁ ଏହି ସଂସାରରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦୁର୍ଲଭ ନୁହେଁ। ତଥାପି ମୋର ସେଥିରୁ କୌଣସିଟି ପାଇଁ ଇଚ୍ଛା ନାହିଁ। ମୁଁ ତ କେବଳ ଆପଣଙ୍କ ପାଦପଦ୍ମର ସେବା ନିମନ୍ତେ ଲାଳାୟିତ। ପ୍ରଭୁ, ଆପଣ ନିଷ୍ପୃହ ହୋଇ ମଧ୍ୟ କର୍ମ କରନ୍ତି, ଅଜନ୍ମା ହୋଇ ମଧ୍ୟ ଜନ୍ମଗ୍ରହଣ କରନ୍ତି, କାଳରୂପ ହୋଇ ମଧ୍ୟ ଶତ୍ରୁ ଭୟରେ ପଳାୟନ କରନ୍ତି, ଦ୍ୱାରକା ଦୁର୍ଗରେ ଯାଇ ଲୁଚି ରହନ୍ତି ତଥା ସ୍ୱାତ୍ମାରାମ ହୋଇ ମଧ୍ୟ 16,000 ସ୍ତ୍ରୀଙ୍କ ସହିତ
ରମଣ କରନ୍ତି। ଆପଣଙ୍କର ଏହି ବିଚିତ୍ର ଚରିତ୍ର ଦେଖି ବିଦ୍ୱାନମାନଙ୍କର ବୁଦ୍ଧି ମଧ୍ୟ ଭ୍ରମରେ ପଡ଼ିଯାଏ। ହେ ଦେବ, ଆପଣଙ୍କର ଜ୍ଞାନ ହେଉଛି ସର୍ବଦା ଅବାଧ ଓ ଅଖଣ୍ଡ। ସବୁ କଥା ଆପଣଙ୍କୁ ଜଣା, ତଥାପି ଅଜ୍ଞ ବ୍ୟକ୍ତି ପରି ମୋତେ ଡକାଇ ଅତି ସାବଧାନର ସହିତ ମୋର ଯେପରି ପରାମର୍ଶ ଲୋଡ଼ୁଥିଲେ, ଆପଣଙ୍କର ସେହି ଲୀଳା ମୋର ମନକୁ ମୋହିତ କରିଦେଉଛି। ହେ ପ୍ରଭୁ, ଆପଣଙ୍କ ସ୍ୱରୂପର ଗୂଢ଼ ରହସ୍ୟ ଉନ୍ମୋଚନ କରାଉଥିବା ଯେଉଁ ଶ୍ରେଷ୍ଠ ଓ ସମଗ୍ର ଜ୍ଞାନ ଆପଣ ବ୍ରହ୍ମାଙ୍କୁ କହିଥିଲେ, ତାହା ବୁଝିବାକୁ ମୁଁ ସମର୍ଥ ବୋଲି ଆପଣ ଯଦି ଭାବୁଥାନ୍ତି, ତେବେ ତାହା ମୋତେ କହନ୍ତୁ। ତାହା ଜାଣି ମୁଁ ମଧ୍ୟ ଏହି ଦୁଃଖାଳୟ ସଂସାର ସାଗରକୁ ସହଜରେ ପାରି ହୋଇଯାଇପାରିବି। ମୁଁ ଏପରି ଭାବରେ ମୋ ହୃଦୟର ଭାବ ନିବେଦନ କରିବାରୁ ପରମ ପୁରୁଷ କମଳନୟନ ଭଗବାନ ଶ୍ରୀକୃଷ୍ଣ ମୋତେ ତାହାଙ୍କ ସ୍ୱରୂପକୁ ଜାଣିବା ନିମନ୍ତେ ଜ୍ଞାନ ଉପଦେଶ ଦେଲେ। ଏପରି ଭାବରେ ପୂଜ୍ୟପାଦ ଗୁରୁ ଶ୍ରୀକୃଷ୍ଣଙ୍କଠାରୁ ଆତ୍ମତତ୍ତ୍ୱ ଉପଲବ୍ଧିର ଉପାୟ ଶୁଣି ତଥା ସେହି ପ୍ରଭୁଙ୍କ ଚରଣ ବନ୍ଦନା ଓ ପରିକ୍ରମା କରି ମୁଁ ଏଠାକୁ ଆସିଛି। ବର୍ତ୍ତମାନ ତାହାଙ୍କ ବିରହ ହେତୁ ମୋର ଚିତ୍ତ ଅତ୍ୟନ୍ତ ବ୍ୟାକୁଳ ହେଉଛି। ହେ ବିଦୁର, ପ୍ରଥମେ ତ ତାହାଙ୍କର ଦର୍ଶନ ଲାଭ କରି ମୁଁ ଆନନ୍ଦ ଲାଭ କରିଥିଲି, କିନ୍ତୁ ବର୍ତ୍ତମାନ ତାହାଙ୍କର ବିରହ ବ୍ୟଥା ମୋ ହୃଦୟକୁ ଅତ୍ୟନ୍ତ ଦୁଃଖିତ କରିଦେଉଛି। ମୁଁ ବର୍ତ୍ତମାନ ତାହାଙ୍କର ପ୍ରିୟ କ୍ଷେତ୍ର ବଦରିକାଶ୍ରମକୁ ଯାଉଛି। ସେଠାରେ ନର ଓ ନାରାୟଣ ନାମକ ଦୁଇଜଣ ଋଷି ଲୋକମାନଙ୍କୁ ଅନୁଗ୍ରହ କରିବା ନିମନ୍ତେ ଅନ୍ୟମାନଙ୍କୁ ସୁଖ ପ୍ରଦାନ କରୁଥିବା ଦୀର୍ଘକାଳୀନ କଠିନ ତପସ୍ୟା କରୁଛନ୍ତି। ଶ୍ରୀ ଶୁକଦେବ କହିଲେ, ଉଦ୍ଧବଙ୍କ ମୁଖରୁ ନିଜର ପ୍ରିୟ ବନ୍ଧୁମାନଙ୍କର ଏପରି ବିନାଶ ହୋଇଯିବାର ଅସହ୍ୟ ସମାଚାର ଶୁଣି ପରମଜ୍ଞାନୀ ବିଦୁରଙ୍କ ମନରେ ଯେଉଁ ଶୋକ ଉତ୍ପନ୍ନ ହେଲା, ତାହାକୁ ସେ ଜ୍ଞାନ ଦ୍ୱାରା ଶାନ୍ତ କଲେ। ଶ୍ରୀକୃଷ୍ଣଙ୍କ ପରିକରମାନଙ୍କ ମଧ୍ୟରେ ପ୍ରଧାନ ମହାଭାଗବତ ଉଦ୍ଧବ ବଦରିକା ଆଶ୍ରମକୁ ଯିବାକୁ ବାହାରିବାରୁ କୁରୁଶ୍ରେଷ୍ଠ ବିଦୁର ତାଙ୍କୁ ଶ୍ରଦ୍ଧାପୂର୍ବକ ପଚାରିଲେ। ବିଦୁର ପଚାରିଲେ, ହେ ଉଦ୍ଧବ, ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣ ତାଙ୍କ ସ୍ୱରୂପର ଗୂଢ଼ ରହସ୍ୟ ପ୍ରକାଶ କରୁଥିବା ଯେଉଁ ପରମ ଜ୍ଞାନ ଆପଣଙ୍କୁ କହିଲେ, ମୋତେ ତାହା ଶୁଣାନ୍ତୁ। କାରଣ ଭଗବାନଙ୍କର ଦାସମାନେ ତ ସେମାନଙ୍କର ନିଜ ଦାସମାନଙ୍କର ହିତ ନିମନ୍ତେ ହିଁ ବିଚରଣ କରନ୍ତି। ଉଦ୍ଧବ କହିଲେ, ସେହି ତତ୍ତ୍ୱଜ୍ଞାନ ପାଇବାକୁ ହେଲେ ଆପଣଙ୍କୁ ମୁନିବର ମୈତ୍ରେୟଙ୍କ ସେବା କରିବାକୁ ପଡ଼ିବ। ଏହି ମର୍ତ୍ତ୍ୟଲୋକ ଛାଡ଼ିବା ସମୟରେ ସ୍ୱୟଂ ଭଗବାନ ମୋରି ଆଗରେ ଆପଣଙ୍କ କଥା ମନେ ପକାଇଥିଲେ ତଥା ସେହି ଜ୍ଞାନ ଆପଣଙ୍କୁ ଉପଦେଶ ଦେବା ନିମନ୍ତେ ସେ ମୈତ୍ରେୟ ଋଷିଙ୍କୁ ଆଜ୍ଞା ଦେଇଥିଲେ। ଶ୍ରୀ ଶୁକଦେବ କହିଲେ, ଏପରି ଭାବରେ ବିଦୁରଙ୍କ ସହିତ ବିଶ୍ୱମୂର୍ତ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ଗୁଣାବଳୀ ଚର୍ଚ୍ଚା ହେବାରୁ ସେହି କଥାମୃତ ଦ୍ୱାରା ଉଦ୍ଧବଙ୍କର ଶ୍ରୀକୃଷ୍ଣ ବିୟୋଗଜନିତ ଦାରୁଣ ଚାପ ଶାନ୍ତ ହୋଇଗଲା। ଯମୁନା କୂଳରେ ତାହାଙ୍କର ସେହି ରାତିଟି ଗୋଟିଏ କ୍ଷଣ ପରି ବିତିଗଲା। ତା ପରଦିନ ପ୍ରାତଃକାଳରେ ସେ ସେଠାରୁ ପ୍ରସ୍ଥାନ କଲେ। ରାଜା ପରୀକ୍ଷିତ ପଚାରିଲେ, ଭଗବାନ, ବୃଷ୍ଣିବଂଶ ଓ ଭୋଜବଂଶର ସବୁ ରଥୀ, ମହାରଥୀ ଏବଂ ଯୂଥପତିମାନଙ୍କର ଯୂଥପତି ମଧ୍ୟ ନଷ୍ଟ ହୋଇଗଲେ। ଏପରିକି ତ୍ରିଲୋକନାଥ ଶ୍ରୀହରି ମଧ୍ୟ ନିଜର ରୂପ ତିରୋହିତ କରିନେଲେ। ଏହିପରି ଅବସ୍ଥାରେ ସେମାନଙ୍କର ମୁଖିଆ ଉଦ୍ଧବ କିପରି ବଞ୍ଚିଗଲେ? ଶ୍ରୀ ଶୁକଦେବ କହିଲେ, ଯେଉଁ ଭଗବାନଙ୍କର ଇଚ୍ଛା କେବେ ବି ବ୍ୟର୍ଥ ହୁଏ ନାହିଁ, ସେ ସ୍ୱୟଂ ବ୍ରାହ୍ମଣମାନଙ୍କର ସାପରୂପୀ କାଳକୁ ନିମିତ୍ତ କରି ନିଜ କୁଳକୁ ସଂହାର କରିଦେଲେ। ନିଜର କଳେବର ତ୍ୟାଗ କରିବା ସମୟରେ ପ୍ରଭୁ ବିଚାର କଲେ, ମୁଁ ଇହଲୋକରୁ ଚାଲିଯିବା ପରେ ସଂଯମୀ ଶିରୋମଣି ଉଦ୍ଧବ ହିଁ ହେଉଛନ୍ତି ସମ୍ପ୍ରତି ମୋର ଜ୍ଞାନ ଗ୍ରହଣ କରିବାର ପ୍ରକୃତ ଯୋଗ୍ୟ ପୁରୁଷ। ଉଦ୍ଧବ ମୋ ଠାରୁ ଅଣୁମାତ୍ର ବି କମ୍ ନୁହନ୍ତି, କାରଣ ସେ ହେଉଛନ୍ତି ଆତ୍ମଜୟୀ। ସେ କଦାପି ବିଷୟ ନିମନ୍ତେ ବିଚଳିତ ହୁଅନ୍ତି ନାହିଁ। ତେଣୁ ଲୋକଙ୍କୁ ମୋ ସମ୍ବନ୍ଧୀୟ ଜ୍ଞାନ ଶିକ୍ଷା ଦେବା ନିମନ୍ତେ ସେ ଏଠାରେ ରହନ୍ତୁ। ବେଦଗଣଙ୍କର ମୂଳ କାରଣ ଜଗଦ୍ଗୁରୁ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଏହି ଆଜ୍ଞା ଦେବାରୁ ଉଦ୍ଧବ ବଦରିକାଶ୍ରମକୁ ଯାଇ ସମାଧି ଯୋଗ ଦ୍ୱାରା ଶ୍ରୀହରିଙ୍କୁ ଆରାଧନା କଲେ। ହେ କୁରୁଶ୍ରେଷ୍ଠ ପରୀକ୍ଷିତ, ପରମାତ୍ମା ଶ୍ରୀକୃଷ୍ଣ ଲୀଳାଛଳରେ ହିଁ ମାନବତନୁ ଧାରଣ କରିଥିଲେ ଏବଂ ଲୀଳାରେ ହିଁ ତାହାଙ୍କୁ ଅନ୍ତର୍ହିତ କରିନେଲେ। ତାହାଙ୍କର ସେହି ଅନ୍ତର୍ଦ୍ଧାନ ହେବା ମଧ୍ୟ ଥିଲା ଧୀର ପୁରୁଷମାନଙ୍କ ପାଇଁ ଉତ୍ସାହବର୍ଦ୍ଧକ ଏବଂ ଅନ୍ୟ ପଶୁତୁଲ୍ୟ ଅଧୀର ପଶୁମାନଙ୍କ ନିମନ୍ତେ ଅତୀବ ଦୁଷ୍କର। ପରମ ଭାଗବତ ଉଦ୍ଧବଙ୍କ ମୁଖରୁ ଭଗବାନଙ୍କର ପ୍ରଶଂସନୀୟ କର୍ମ ଏବଂ ଏହିପରି ଅନ୍ତର୍ଦ୍ଧାନ ହେବାର ସମାଚାର ପାଇ ଏବଂ ପରମଧାମକୁ ଚାଲିଯିବା ସମୟରେ ଭଗବାନ ତାହାକୁ ସ୍ମରଣ କରିଥିଲେ ବୋଲି ଶୁଣି ଉଦ୍ଧବ ଚାଲିଯିବା ପରେ ବିଦୁର ପ୍ରେମରେ ବିହୋଳ ହୋଇଗଲେ ଏବଂ ଭଗବାନଙ୍କର କୃପା ମନେ ପକାଇ ସେ କାନ୍ଦି ପକାଇଲେ। ତାପରେ ସିଦ୍ଧ ଶିରୋମଣି ବିଦୁର ଯମୁନା ତଟକୁ ଯାଇ କିଛି ଦିନ ଭିତରେ ଗଙ୍ଗା ତଟରେ ଯେଉଁଠାରେ ଶ୍ରୀ ମୈତ୍ରେୟ ଋଷି ନିବାସ କରୁଥିଲେ ସେଠାରେ ପହଞ୍ଚିଗଲେ। ଏହି ଥିଲା ଏହି ଅଧ୍ୟାୟର ସୁନ୍ଦର ପଦ୍ୟାନ୍ତରୀ ଏବଂ ବ୍ୟାଖ୍ୟା। ଆପଣମାନେ ନିଶ୍ଚୟ ଏହାକୁ ଶ୍ରବଣ କରନ୍ତୁ ଏବଂ ଧାରାବାହିକ ଭାବରେ ଶୁଣିବା ପାଇଁ ଚ୍ୟାନେଲଟିକୁ ନିଶ୍ଚୟ
सब्सक्राइब करंतु। जय जगन्नाथ, जय जगन्नाथ, जय जगन्नाथ।